ଦୁଇ ଜଣ ବୟସ୍କ ମହିଳା ଥରେ ସାଙ୍ଗ ହୋଇ ବସି କଥା ହେଉଥାନ୍ତି। ଜଣେ ମହିଳା ଆର ଜଣକୁ ପଚାରିଲା, ତୋ ଝିଅ ଜ୍ୱାଇଁ କେମିତି ଅଛି? ଏ ମହିଳା ଜଣକ ଉତ୍ତର ଦେଲା, ମୋ ଜ୍ୱାଇଁ ବହୁତ ଭଲ। ମୋ ଝିଅର ଦେହ ଖରାପ ହେଲେ ମଧ୍ୟ ମୋ ଜ୍ୱାଇଁ କାମକୁ ନ ଯାଇ ମୋ ଝିଅର ସେବା କରେ। ମୋ ଜ୍ୱାଇଁ ଯେଉଁଠି ଚାକିରି କରିଛି ବର୍ତ୍ତମାନ ମୋ ଝିଅକୁ ନେଇଯାଇଛି, ଦୁଇ ଜଣ ଯାକ ସେଇଠି ଅଛନ୍ତି, ଭଲରେ ଅଛନ୍ତି। ପୁଣି ପଚାରିଲା, ତୋ ପୁଅ ବୋହୂ କେମିତି ଅଛନ୍ତି? ଇଏ ଉତ୍ତରରେ କହିଲା, ମୋ ପୁଅଟା ବାହା ହେଲା ପରେ ମାଇପ ବୋଲ କରା ହେଇଯାଇଛି, ସ୍ତ୍ରୀ କଥାରେ ଉଠୁ ବସ ହେଉଛି। ମୁଁ ବର୍ତ୍ତମାନ କ'ଣ ଶୁଣିବାକୁ ପାଉଛି, ଦୁଇ ଜଣ ଯାକ କଥା ହେଉଛନ୍ତି ଯେଉଁଠି ମୋ ପୁଅ ଚାକିରି କରିଛି ସେଠିକି ମୋ ବୋହୂକୁ ନେଇଯିବ ବୋଲି। ଜଣେ ନାରୀର ଶତ୍ରୁ କେବେ ହେଲେ ଜଣେ ପୁରୁଷ ନୁହେଁ। ଆପଣ ଦେଖନ୍ତୁ, ବାଟରେ ସପୋଜ ଗୋଟେ ଝିଅଟିଏ ଯାଉଛି, ଯଦି ଭଲ ନାଇଛି, ଭଲ ପିନ୍ଧିଛି କି ଭଲ ଦେଖାଯାଉଛି, ତାକୁ ଜଣେ ପୁଅଟେ ଦେଖିଲେ ତାର ଦୁର୍ବଳତା ଆସିବ ତା ପ୍ରତି, ନା କି ଜେଲସନେସ୍। କିନ୍ତୁ ସେଇ ଜାଗାରେ ଯଦି ଦୁଇ ଚାରି ଜଣ ଝିଅ ବସିଛନ୍ତି, ଏ ଝିଅକୁ ଦେଖିଲେ ତାହେଲେ ଇଏ ଜେଲସ୍ ହେଇକି ଯାବତୀୟ ପ୍ରକାରର କଥା ତାକୁ କହିବେ। ଗୋଟେ ସ୍କୁଲ ହେଉ, କଲେଜ ହେଉ ବା କୌଣସି ଅଫିସ୍ ବା କାର୍ଯ୍ୟାଳୟ ହେଉ, ସେଠି ଦେଖିବେ ପୁଅମାନଙ୍କ ଭିତରେ ଯଦି କିଏ ଭଲ ନାଇଲା, ପିନ୍ଧିଲା କି ଗେଟଅପ୍ ସେଟଅପ୍ରେ ରହିଲା କି ଭଲ ପୋଜିସନକୁ ଗଲା, କୌଣସି ପୁଅମାନେ କେବେ ଦେଖିବେ ବିଶୃଙ୍ଖଳା କି ଜେଲସନେସ୍ ଆସିବନି, ବରଂ ଉଲ୍ଟା ତାକୁ ପାଟି ଦେ। କିନ୍ତୁ ଜଣେ ଝିଅଟେ ଯଦି ଇମ୍ପ୍ରୁଭ୍ କରିକା ଗଲା, ତାହେଲେ ଅନ୍ୟ ଝିଅ ବା ଲେଡି ଷ୍ଟାଫ୍ ମାନେ କହିବେ ସେ ମ୍ୟାନେଜର ବା HR ମାନଙ୍କ ସହିତ ଭିତରିଆ ସମ୍ପର୍କ ରଖିକି ନିଜର ସ୍ୱାର୍ଥ ହାସଲ କରୁଛି। ପୁଅମାନଙ୍କର ବନ୍ଧୁ ସାଜିବା ପାଇଁ କିଛି ଦରକାର ନାହିଁ, ଗୋଟେ ସିଗାରେଟ୍, ଗୋଟେ ଗୁଟୁକା, ନହେଲେ ବାଟରେ ପା ଲିଫ୍ଟ ମାଗୁ ମାଗୁ ଗାଡ଼ିରେ ବସିଥିବେ, ନମ୍ବର ଦିଆ ନିଆ ହେଇ ତାଙ୍କ ଭିତରେ ବନ୍ଧୁତା ହେଇଯାଉଛି। ମୋର କହିବାର ଅର୍ଥ ଯେ ପ୍ରତ୍ୟେକ ସମସ୍ୟାର ଉତ୍ପତ୍ତି ଏବଂ ସମାଧାନ ଜଣେ ନାରୀ ପାଖରେ ହିଁ ଥାଏ, କିନ୍ତୁ ତା ଉପରେ ନିର୍ଭର କରେ ଏ ସମସ୍ୟାଟାକୁ ସେ ସମାଧାନ କରିବ ନା ସମସ୍ୟାଟାକୁ ଆହୁରି ବଡ଼ ରୂପ ଦେବ।